ସେଟା ମା ତାରିଣୀଙ୍କ ଆଶୀର୍ବାଦରୁ ଯଦି ମାଆଙ୍କ ଆଶୀର୍ବାଦ ମୋ ଉପରେ ଥିବ ଯାତ୍ରା ନିହାତି ଆଗକୁ ଆଗେଇବ। ମୋ କହିବାର କିଛି ନାହିଁ। ଆଶା ତାଙ୍କୁ ପୂରଣ ହେବ। ଭଲ ଯାତ୍ରା, ଭଲ ଡ୍ୟାନ୍ସ, ଭଲ ମେଲୋଡି ସବୁଥିରେ ଭଲ ପାଇବେ। କିଛି ଅସୁବିଧା ହବାର ବର୍ଷ ଚାନ୍ସ ନାହିଁ। ଯେଠି କହିବେ ଆମ ପାଇଁ କି ବହୁତ ଭୁଲ। ଯେଉଁମାନେ କହୁଛନ୍ତି ଆମେ ଓଡ଼ିଶାର ନମ୍ବର ୱାନ୍, ଆମେ ସବୁଥିରେ ନମ୍ବର ୱାନ୍, ସେଟା ଆମ ପକ୍ଷେ ସମ୍ଭବ ନୁହଁ। ନମ୍ବର ୱାନ୍ ଜଣେ ସେ ଉପରବାଲା, ଆମେ କେହି ନୁହଁ। ଆମେ ନିମିଷ ମାତ୍ର। ଯାତ୍ରା ଆମେ କରିଚାଲିଛୁ, ଫଳ ଉପରବାଲା ଦବ। ଆଶା କରାଯାଏ ଲୋକଙ୍କୁ ଭଲ ଲାଗିବ। ରିକ୍ସ ନେବା ପାଇଁ ପଡ଼ିବ। ରିକ୍ସ ନ ନେଲେ ଜୀବନରେ ସଫଳ କିଛି ନାହିଁ। ଉପରବାଲାଙ୍କ ଆଶୀର୍ବାଦ ଯେ କୈଳାସ ବେହେରା ଜଣେ ଆମ ଓଡ଼ିଶାର ଭେଟନାରୀ କଳାକାର। ସେ ଓଡ଼ିଶା ଯାତ୍ରା ଜଗତରେ ପିତାମହ ଭୀଷ୍ମ। ସିଏ ଆମ ପାଖରେ ଆସିକି ଅଛନ୍ତି, ଆମର ସେଟା ବହୁତ ଗୌରବ। କାହିଁକିନା ଯେଉଁ ଲୋକକୁ ଆମେ ଦିନେ ପିଲାବେଳେ ବସୁଥିଲେ ଦେଖିକି ଖୋଲା ଯାତ୍ରା ମାନେ ତଳେ ବସିକି ଯାତ୍ରା ଦେଖୁଥିଲେ, ଶିବାନୀଗଣ ନାଟ୍ୟର ମୋ ପେଁ କାଳି ବଜେଇ ଦେ, ସେ ଲୋକକୁ ଯେ ଆମ ପାଖରେ ପାଇছে ଆମେ ବହୁତ ନିଜକୁ ବହୁତ ଧନ୍ୟ ଭାବୁଛୁ ଆମେ ଯେ ସେ ଲୋକ ଆମ ପାଖରେ ଅଛନ୍ତି। ସବୁ ଏ ବର୍ଷ କେତେ ଖଣ୍ଡ ନାଟକ ନେଇ ଆପଣ 4 ଖଣ୍ଡ ନାଟକ ନେଇକି ନାଟକ ଆମର ଗୋଟେ ନାଟକ ଚାଲିଛି ସରିଲାଣି, ବହୁ ନାଟକ ସରିଲାଣି। ସେକେଣ୍ଡ ନାଟକ ଗୋଟେ ଚାଲିଛି। ପୁଣି ଥାର୍ଡ ନାଟକ ଆମର ଇଞ୍ଜିନିୟର ନନ୍ଦ ଦୁଲାଲ ଘଡ଼େଇ ତାଙ୍କ ନାଟକ ଗୋଟେ ରହୁଛି। ଆଉ ଗୋଟେ ନାଟକ ଆମର କିଛି ହେଇନାହିଁ, ହେଲେ ନା ଜଣା ପଡ଼ିବ। ଆଉ ନୂଆ ରୂପରଙ୍ଗ କିଛି ଚେଞ୍ଜ ହେଇଛି। ଦେଖନ୍ତୁ, କଥାରେ ନୁହେଁ କାମରେ ଦେଖନ୍ତୁ। ଯାତ୍ରା ଦେଖନ୍ତୁ, ଯାତନା ଦେଖନ୍ତୁନି। ନାଟକ କ'ଣ ହଉଛି ଆସି ଏଠି ଦେଖନ୍ତୁ। ସର୍ବପ୍ରଥମେ ଓଡ଼ିଶାର ଦର୍ଶକ ଦର୍ଶକ ମାନଙ୍କୁ ମୋର ନମସ୍କାର। ମା ତାରିଣୀଙ୍କ ଆଶୀର୍ବାଦରୁ ମୁଁ ଏତିକି କାମନା କରୁଛି ମୋ ଯାତ୍ରା ଆଗକୁ ବହୁତ ଉନ୍ନତି ହଉ, ମୁଁ ଯେମିତି ଗୋଟେ ଜାଗାରେ ପହଞ୍ଚିପାରେ। ବିଶେଷ କରି ବେଙ୍ଗା ବାବୁ କହିଲେ ଓଡ଼ିଶା ଯାତ୍ରା ଜଗତ ଜାଣିଛି।